ବର୍ତ୍ତମାନ ଆମେ ବାଇକ୍ ଷ୍ଟାଣ୍ଡ ପାଖାପାଖି ପହଞ୍ଚିଗଲେଣି। ବାଇକ୍ ଷ୍ଟାଣ୍ଡରେ ଦେଖିବା ଆପଣମାନେ କେତେ ଟଙ୍କା ଟିକେଟ୍ କରୁଛନ୍ତି, କେତେ ଟଙ୍କା କ'ଣ ଦେଖିବା। ତମତେ ହେଉଛି ପାର୍କିଂ ଏରିଆ, ତମମାନେ ଏଠାରେ ପାର୍କିଂ କରିପାରିବେ। ଆଉ ଗୋଟେ ସବୁଠାରୁ ଭଲ କଥା ହେଲା କେନ୍ଦୁଝର ରେଲୱେ ଷ୍ଟେସନରେ ମୋତେ ସବୁଠାରୁ ଭଲ ଲାଗେ, ଆପଣମାନେ ପୁରୀ ଚେନ୍ନାଇ ଯୁଆଡ଼େ ବି ଯାଆନ୍ତୁ ନା ତେଣିକି ଆପଣମାନେ ଗାଡ଼ି 2-3 ଦିନ କିମ୍ବା 4-5 ଦିନ ବି ମଧ୍ୟ ଆପଣମାନେ ଏଇଠାରେ ଗାଡ଼ି ପାର୍କିଂ କରିପାରିବେ। କୌଣସି ପ୍ରକାର ଅସୁବିଧା ନାହିଁ, ଗାଡ଼ି ଆପଣଙ୍କର କିଛି ହେବାର ନାହିଁ। ଗାଡ଼ି ବହୁତ ସେଫ୍ଟିରେ ଏଇ ଭାବରେ ରୁହେ। ହେଉଛି କ୍ରିଉ ବୁକିଂ ଲବି, ଇଷ୍ଟ କୋଷ୍ଟ ରେଲୱେ, କେନ୍ଦୁଝରଗଡ଼। ସେପଟେ ଅଛି କଲୋନୀ, ରେଲୱେ କଲୋନୀ ଗୁଡ଼ିକ ଅଛି। ଦେଖନ୍ତୁ ପ୍ରତ୍ୟେକ ବାଇକ୍ରେ ଗୋଟିଏ ଲେଖାଏଁ ହେଲମେଟ୍ ଅଛି, କାରଣ ସମସ୍ତେ ଆଜିକାଲି ସଚେତନ ହୋଇଛନ୍ତି ଏବଂ ହେଲମେଟ୍ ସମସ୍ତେ ପିନ୍ଧି ଆସିଛନ୍ତି। ହେଉଛି କେନ୍ଦୁଝରଗଡ଼, ଦେଖନ୍ତୁ ଉପରେ ଲେଖା ହେଇଛି କେନ୍ଦୁଝରଗଡ଼। ଏବେ ଆମେ ପହଞ୍ଚିଗଲେ। ପାର୍କିଂ ଚାର୍ଜେସ୍ କେମିତି ଦେଖିବା। ଫର୍ 12 ଆୱାର୍ସ ମାନେ 12 ଘଣ୍ଟାକୁ ଆପଣମାନେ 12 ଟଙ୍କା ଦେବେ ମାତ୍ର। और 12 to 24 आवर्स हेले आप 18 टंका देवे। तापरे देखो बे एंड पार्क 2 व्हीलर स्टैंड, एटा होची केवल 2 व्हीलर स्टैंड एवं बियॉन्ड 21 आवर देखिले आप कौन देखा देखिले। एबे आपण मानकु देखेबी मु रिजर्वेशन केउठारे काटिबे एवं जनरल टिकट केउठारे काटिबे। चलते एबे आमे जिबा रिजर्वेशन करलु। एठारे आपण माने रिजर्वेशन टिकट काटि परिबे। चलो मु भीतर को आप नहीं देखी रिजर्वेशन टिकेट ऑफिस देखी एवं बर्तमान लोक मैंने रिजर्वेशन टिकेट काटिक गले जस्ट एबे मु आपको देखेबी जनरल टिकेट कौन काटि। आपण मैंने ये लाइन लगी आप जनरल टिकेट काट पारे। देखो मुख्य कथा पढ़ी लेडीज टिकट काउंटर या जेंट्स टिकट काउंटर अच्छी आप जनरल टिकट काट पारे। ऑफिस गुड़िक देखु
ହେଉଛି ଷ୍ଟୋର ଅଫିସ୍। ହେଉଛି ଯାତ୍ରୀ ପାଇଁ ରେଷ୍ଟ। ଆପଣମାନେ ଏଠାରେ ରେଷ୍ଟ ନେଇପାରିବେ। ଅଜୟ ଭାଇ ଆସି ଥକାରେ ପୁରା ରେଷ୍ଟ ନେଇଛନ୍ତି। ଏଇଟା ହେଉଛି 1 ନମ୍ବର ପ୍ଲାଟଫର୍ମ। ଏଇଠାରେ ଆପଣମାନେ ଜାଣିଥିବେ 1 ନମ୍ବର ପ୍ଲାଟଫର୍ମରେ ପୁରୀ ଯିବାକୁ ଏଇଠାରେ ଟ୍ରେନ୍ ରୁକେ। ପୁରୀ ଯିବାର 2ଟି ଟାଇମ୍ ଅଛି। ସକାଳ ଟ୍ରେନ୍ରେ ଆପଣମାନେ ଗଲେ ବହୁତ ସୁବିଧାରେ, ବହୁତ ଟୋଟାଲ ଭିଡ଼ ନାହିଁ। ସକାଳ ଟ୍ରେନ୍ରେ ଆପଣମାନେ ଯାଇପାରିବେ ଭଲ ପୁରୀ ଶ୍ରୀ ଜଗନ୍ନାଥଙ୍କୁ ଭେଟିବା ପାଇଁ। ଏଠି ସାର୍ ଅଛନ୍ତି, ସାର୍ଙ୍କୁ ଆମେ ମୋ ତରଫରୁ ଜୟ ହିନ୍ଦ କହିଦେବା, କାରଣ ସେମାନେ ଆମର ସେବାରେ ଅଛନ୍ତି, ରେଲୱେ ପୋଲିସ। ହେଉଛି ଟି ଷ୍ଟଲ୍। ଏ ହେଉଛି ଟଏଲେଟ୍। ଏବେ ମୁଁ ବର୍ତ୍ତମାନ ଆପଣଙ୍କୁ ଉପରକୁ ନେଇଯିବି ଏବଂ ଉପରୁ ଆପଣମାନେ ଦେଖିବେ ସବୁ ରେଲୱେ ଟ୍ରାକ୍ ଗୁଡ଼ିକ ଦେଖିବେ। କେତୋଟି ରେଲୱେ ଟ୍ରାକ୍ ଅଛି ଆପଣମାନେ ଦେଖି ଗଣିବେ। ଆପଣମାନଙ୍କୁ ମୁଁ 3 ନମ୍ବର ଏବଂ 2 ନମ୍ବର ପ୍ଲାଟଫର୍ମ ବି ଆପଣମାନଙ୍କୁ ଦେଖେଇବି। ଏଠାରେ ଆମେ ଟ୍ରାକ୍ କାଉଣ୍ଟିଂ କରିବା। 1 2 3 5ଟି ପାଖାପାଖି ଟ୍ରାକ୍ ଅଛି, ରେଲୱେ ଲାଇନ୍ ଅଛି। 1 2 3 4 5ଟି ପାଖାପାଖି ଅଛି। तो फ्रेंड्स, जदि आपको मो वीडियो भल लगी ताहले आपनको सहृदय मो चैनल को लाइक करूँ, शेयर करूँ एवं सब्सक्राइब करने को भूलु नहीं, कारण यहीपरि वीडियो मते आहरी आगु आने मोटिवेशन दियंतु।